आपण निश्चित भाବରେ ଜାଣିଥିବେ ଯେ ଏକ ସ୍ଥାନର ଉଚ୍ଚତା କେବଳ ସମୁଦ୍ର ପୃଷ୍ଠରୁ ହିଁ ମାପ କରାଯାଏ। ମାନେ ପୃଥିବୀର ସର୍ବନିମ୍ନ ଭାଗରେ ଏହି ସମୁଦ୍ର ରହିଥାଏ। ଆଉ ସେହି କାରଣରୁ ନଦୀ ଓ ଝରଣାର ଜଳ ଆସି ଶେଷରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥାଏ। ଏହି କ୍ରମ ହଜାର ହଜାର ବର୍ଷ ଧରି ଚାଲି ଆସିଛି। କିନ୍ତୁ କ'ଣ ଆପଣ କେବେ ଭାବିଛନ୍ତି ଯଦି ନଦୀ ଓ ଝରଣାର ଜଳ ଆସି ସମୁଦ୍ରରେ ମିଶୁଛି ତେବେ ସମୁଦ୍ର ପାଣି ଲୁଣିଆ କାହିଁକି? ଆପଣ ଜାଣିଥିବେ ନଦୀ ଓ ଝରଣାର ପାଣି ମଧୁର ଅଟେ, କିନ୍ତୁ ଏହି ପାଣି ଯେତେବେଳେ ସମୁଦ୍ରରେ ମିଶେ ତେବେ ସମୁଦ୍ରର ପାଣି କାହିଁକି ଲୁଣିଆ ହୋଇଯାଏ? ଆଉ ଏହି ପରିସ୍ଥିତିରେ ନଦୀ ତଥା ଝରଣାର ଜଳ କାହିଁକି ଲୁଣିଆ ନୁହେଁ? ଆସନ୍ତୁ ଜାଣିବା ଏହା ପଛରେ ଥିବା କିଛି ରହସ୍ୟ। କିନ୍ତୁ ତା ପୂର୍ବରୁ ଜାଣିବା ଜରୁରୀ ଯେ ସମୁଦ୍ରର ସୃଷ୍ଟି କିଭଳି ହୋଇଥିଲା। ରିସର୍ଚ୍ଚର ମାନଙ୍କର ଆକଳନ ଅନୁଯାୟୀ ଆଜିଠାରୁ ପ୍ରାୟ 500 ନିୟୁତରୁ 100 ନିୟୁତ ବର୍ଷ ପୂର୍ବେ ସମୁଦ୍ରର ଜନ୍ମ ହୋଇଥିଲା। କିନ୍ତୁ ପୃଥିବୀର ବିଶାଳ ଗର୍ତ୍ତଗୁଡ଼ିକ କିପରି ପାଣିରେ ପରିପୂର୍ଣ୍ଣ ହେଲା ଏବଂ ଏହି ବିଶାଳ ଗର୍ତ୍ତଗୁଡ଼ିକ କିପରି ନିର୍ମାଣ ହେଲା ତାହା ଆକଳନ କରିବା କଷ୍ଟକର। ତଥାପି ବିଶ୍ୱାସ କରାଯାଏ ଯେ ଯେତେବେଳେ ପୃଥିବୀ ଜନ୍ମ ହେଲା ସେତେବେଳେ ଏହା ଏକ ବିରାଟ ଅଗ୍ନିପିଣ୍ଡୁଳା ସଦୃଶ ଥିଲା। ଯେତେବେଳେ ଏହା ଧୀରେ ଧୀରେ ଥଣ୍ଡା ହେବାକୁ ଲାଗିଲା ସେତେବେଳେ ଚାରିଆଡ଼େ ଗ୍ୟାସ୍ ବାଦଲ ବ୍ୟାପିଗଲା। ସେତେବେଳେ ଏହି ଗ୍ୟାସ୍ ମେଘ ହୋଇ ପ୍ରବଳ ବର୍ଷା ହୋଇଥିଲା। ଲକ୍ଷ ଲକ୍ଷ ବର୍ଷ ଧରି ଏହିପରି ବର୍ଷା ହେଲା ଏବଂ ସେହି ବର୍ଷା ଜଳ ପୃଥିବୀର ବିଶାଳ ଗର୍ତ୍ତରେ ପରିପୂର୍ଣ୍ଣ ହେଲା, ଯାହାକୁ ଆମେ ଆଜି ସମୁଦ୍ର ଭାବରେ ଜାଣୁ। ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ସମୁଦ୍ର ଜଳରେ ବାସ କରନ୍ତି। ସାର୍କ, ଅକ୍ଟୋପସ୍, ଆନାକୋଣ୍ଡା ସାପ ଇତ୍ୟାଦି କିଛି ବିଶାଳ ପ୍ରାଣୀ ମଧ୍ୟ ଏହିଠାରେ ରୁହନ୍ତି। ଆପଣ ଜାଣିଛନ୍ତି କି ନଦୀ ଓ ଝରଣାରେ ମଧ୍ୟ ସମୁଦ୍ରର ଜଳ ରହିଥାଏ। କିପରି? ଏବେ ଜାଣନ୍ତୁ। ସମୁଦ୍ରରୁ ବାଷ୍ପ ଉଠେ ଯାହା ମେଘ ସୃଷ୍ଟି କରେ ଏବଂ ପରେ ବର୍ଷା ହୁଏ। ଆଉ ଏହି ବର୍ଷା ପାଣି ନଦୀ ଓ ଝରଣାକୁ ଯାଏ। ଏଥିରେ ଲୁଣ ମଧ୍ୟ ଥାଏ, କିନ୍ତୁ ସେଥିରେ ଲୁଣର ପରିମାଣ କମ୍ ଥାଏ। ଆପଣ ଯଦି କେବେ ଏହି ବର୍ଷା ପାଣିକୁ ଟେଷ୍ଟ କରିବେ ତେବେ ଆପଣଙ୍କୁ ଏହା ସାମାନ୍ୟ ଲୁଣିଆ ଲାଗିବ। କିନ୍ତୁ ଯେହେତୁ ଏଥିରେ ଲୁଣର ପରିମାଣ କମ୍ ଥାଏ ଆଉ ନଦୀ ଓ ଝରଣାର ଜଳ ପ୍ରାୟତଃ ମିଠା ହୋଇଥାଏ, ତେଣୁ ଏସବୁର ପାଣି ଲୁଣିଆ ହୁଏ ନାହିଁ। ବର୍ଷା ଜଳ ସମୁଦ୍ରରେ ପହଞ୍ଚିବା ପରେ ସେଠାରେ ଲୁଣ ଅଳ୍ପ ପରିମାଣରେ ଜମା ହୋଇଥାଏ। ଲକ୍ଷ ଲକ୍ଷ ବର୍ଷ ଧରି ସମୁଦ୍ରରେ ଲୁଣ ଜମା ହେତୁ ଏହାର ଜଳ ଲୁଣିଆ ହୋଇଯାଏ। ଏହି ଲୁଣ ଗୁଡ଼ିକ ହେଉଛି ସୋଡିୟମ ଏବଂ କ୍ଲୋରାଇଡ୍, ଯାହା ଲୁଣ ତିଆରି କରେ। ସମୁଦ୍ର ଜଳ ଲୁଣିଆ ହେବା ପଛରେ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି। କୁହାଯାଏ ଯେ ଥରେ ସମୁଦ୍ର ଦେବ ଦେବୀ ପାର୍ବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ, କିନ୍ତୁ ମାତା ପାର୍ବତୀ ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ମାନିଥିବାରୁ ସେ ସମୁଦ୍ର ଦେବଙ୍କର ଏହି ପ୍ରସ୍ତାବକୁ ମନା କଲେ। ଏହି କାରଣରୁ ସମୁଦ୍ର ଦେବ କ୍ରୋଧିତ ହୋଇ ମାତା ପାର୍ବତୀଙ୍କ ସାମ୍ନାରେ ଭଗବାନ ଶିବଙ୍କୁ ଭଲ ଏବଂ ଖରାପ ବୋଲି କହିବା ଆରମ୍ଭ କଲେ। ଏହା ଉପରେ ମାତା ପାର୍ବତୀ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେ ଯେ ଯେଉଁ ମଧୁର ଜଳ ଉପରେ ତୁମେ ଏତେ ଗର୍ବିତ ଏବଂ ଅନ୍ୟମାନଙ୍କ ପ୍ରତି ମନ୍ଦ କାର୍ଯ୍ୟ କରୁଛ, ମନ୍ଦ ଉଦ୍ଦେଶ୍ୟ ରଖୁଛ, ମନ୍ଦ କଥା କହୁଛ, ସେହି ସମାନ ଜଳ ଆଜିଠାରୁ ଲୁଣିଆ ହୋଇଯିବ, ଯାହାଫଳରେ କେହି ଏହାକୁ ପିଇ ପାରିବେ ନାହିଁ। ସେହି ଦିନଠାରୁ ସମୁଦ୍ର ଜଳ କୁଆଡ଼େ ଲୁଣିଆ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଏବେ ଆମେ ଯଦି କିଛି ବୈଜ୍ଞାନିକ କାରଣ ବିଷୟରେ ଜାଣିବାକୁ ଚାହିଁବା ତାହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସମୁଦ୍ରକୁ ଲୁଣ କେଉଁଠୁ ଆସେ। ବାସ୍ତବରେ ପୃଥିବୀର 70% ଜଳ ଆଚ୍ଛାଦିତ ହୋଇ ରହିଛି ଏବଂ ପୃଥିବୀର 97% ଜଳ ସମୁଦ୍ର ଏବଂ ମହାସାଗରରେ ହିଁ ଅଛି। ଏହି ପାଣି ଏତେ ଲୁଣିଆ ଯେ ଏହାକୁ ସିଧାସଳଖ ଆପଣ ପିଇପାରିବେ ନାହିଁ। ଯଦି ସମସ୍ତ ସମୁଦ୍ରର ଲୁଣ ବାହାର କରାଯାଇ ପୃଥିବୀ ସ୍ଥଳରେ ବିସ୍ତାର ହୁଏ ତେବେ ଏହାର ସ୍ତର 500 ମିଟର ଉଚ୍ଚ ହେବ। ଏପରି ପରିସ୍ଥିତିରେ ଆପଣ ନିଜେ ଅନୁମାନ କରିପାରିବେ ଯେ ସେଠାରେ ଲୁଣ କେତେ ଅଛି। ଏବେ ପ୍ରଶ୍ନ ଉଠୁଛି ଯେ ଏତେ ପରିମାଣର ଲୁଣ ସମୁଦ୍ରକୁ କେଉଁଠୁ ଆସେ? ଏହାର ସରଳ ଉତ୍ତର ହେଉଛି ନଦୀରୁ। ଏକ ରିପୋର୍ଟ ଅନୁଯାୟୀ ମହାସାଗରରେ ଲୁଣ ସମୁଦ୍ରର ନଦୀରୁ ଆସିଥାଏ। ବର୍ଷା ଜଳ ଆୟନ ନଦୀ ଦେଇ ସମୁଦ୍ରକୁ ଯାଇଥାଏ ଏବଂ ତାପରେ ସମୁଦ୍ରର ଜଳ ମହାସାଗରରେ ମିଶିଥାଏ। ଏହା ଲକ୍ଷ ଲକ୍ଷ ବର୍ଷ ଧରି ଚାଲି ଆସୁଛି। ଧୀରେ ଧୀରେ ସେଠାରେ ଲୁଣର ପରିମାଣ ବୃଦ୍ଧି ପାଇଛି, ଅର୍ଥାତ୍ ଆୟନ ଜମା ହୋଇ ଲୁଣରେ ପରିଣତ ହୋଇଛି। ଏହା ସହିତ ସମୁଦ୍ର ପତନରୁ ହାଇଡ୍ରୋଥର୍ମାଲ ତରଳ ପଦାର୍ଥ ମଧ୍ୟ ଲୁଣର ଉତ୍ସ ହୋଇଥାଏ। ସେମାନେ ସମୁଦ୍ର ଛିଦ୍ର ଏବଂ ଖାଲରୁ ଆସି ଏକତ୍ର ହୋଇଥାନ୍ତି। ତଥାପି ଲବଣତା ସବୁ ସ୍ଥାନରେ ସମାନ ନୁହେଁ।
एबे आपण जानि सारिथिबे जे समुद्र पानी लुणिया काहेकि समुद्र को एते लुण केउठु आसुछि। जदि आजिर एही भिडियोटी आपनकु भल लागिछि तेबे एहाको लाइक करंतु एवं खूब मात्रा रे शेयर करंतु। एही इन्फॉर्मेशन आपनकु किभଳି लागिला मते कमेंट रे निहाती जणांतु। जनरल नॉलेज संबंधी एभଳି अनेक इन्फॉर्मेटिव वीडियो जदि आपण देखिबाको चाहुचंती ताहले आज ही मो चैनल को सब्सक्राइब करंतु।